ଶ୍ରୀରାମ। ଜୟ ଶ୍ରୀରାମ। ଜୟ ଶ୍ରୀରାମ। ମୋତେ କିଛି ପୁରାଣଗତ ଜ୍ଞାନ ପ୍ରଦାନ କରନ୍ତୁ। ଜୟ ଶ୍ରୀରାମ। ଜୟ ଜଗନ୍ନାଥ। ଜ୍ଞାନ ଏମିତି ଗୋଟେ ଜିନିଷ, ତାହାର କେବେ କ୍ଷୟ ହୁଏ ନାହିଁ। ଜ୍ଞାନକୁ ଯେତେ ବାଣ୍ଟିଲେ ଜ୍ଞାନ ବଢ଼ି ବଢ଼ି ଚାଲେ। ଅର୍ଥାତ୍ ଧନକୁ ବାଣ୍ଟିଲେ ଧନ ସରିଯାଏ, କିନ୍ତୁ ଜ୍ଞାନକୁ ବାଣ୍ଟିଲେ ଜ୍ଞାନ ବଢ଼ି ବଢ଼ି ଯାଏ। ତେଣୁ ପ୍ରତ୍ୟେକ ପ୍ରାଣୀ ପାଖରେ ବା ପ୍ରତ୍ୟେକ ମନୁଷ୍ୟ ପାଖରେ, ଯେହେତୁ ମନୁଷ୍ୟ ହେଲା ଜଗତର ଶ୍ରେଷ୍ଠ ଜୀବ, ତେଣୁ ପ୍ରତ୍ୟେକ ମନୁଷ୍ୟ ପାଖରେ କିଛି ନା କିଛି ଜ୍ଞାନ ରହିବା ନିହାତି ଦରକାର ପଡ଼ିଥାଏ। ତେବେ ଏଇ ଯେଉଁ ଜିନିଷଟି ଯେ ଆମେ ଆଲୋଚନା କରିବାକୁ ଯାଉଛନ୍ତି, ଏଇ ପ୍ରତ୍ୟେକଟି ଜିନିଷ ମନୁଷ୍ୟର ପ୍ରତ୍ୟେକ କାମରେ ଆବଶ୍ୟକ ପଡ଼ିଥାଏ। କାରଣ ଆପଣମାନେ ଯଦି ଶ୍ରୀରାମଚରିତ ମାନସ ପଢ଼ୁଛନ୍ତି, ତ ଶ୍ରୀରାମଚରିତ ମାନସରେ ଭଗବାନ ରାମଙ୍କର ଯେମିତି ଭୂମିକା ରହିଛି ଜଗତ ପ୍ରତି, ପ୍ରଭୁ ରୂପରେ ଯେମିତି ସଂସାରକୁ ଆସିଛନ୍ତି, ଠିକ୍ ସେହିପରି ରୂପରେ ଦେଖିବାକୁ ଗଲେ ଭଗବାନ ରାମଚନ୍ଦ୍ରଙ୍କର ଯିଏ ହେଲେ ପରମ ସେବକ ବା କପିଶ୍ରେଷ୍ଠ ହନୁମାନ, ଯାହାକୁ ଆମେ ରାମଦୂତ ହନୁମାନ ବୋଲି କହିଥାଉ ବା ଏକାଦଶ ରୁଦ୍ରାବତାର ହନୁମାନ ବୋଲି କହିଥାଉ, ତାଙ୍କର ବି ଭୂମିକା ସମାଜ ପ୍ରତି ବହୁତ ଆବଶ୍ୟକ ରହିଛି। ତେବେ ଏ ତ ହେଉଛି କଳି ଯୁଗର କଥା। ବର୍ତ୍ତମାନ କଳି ପୁରୁଷଙ୍କର ରାଜୁତି ଚାଲିଛି। ବର୍ତ୍ତମାନ କ'ଣ ହେଉଛି ନା, ଧର୍ମର ବଳ ଅପେକ୍ଷା ଅଧର୍ମର ବଳ ସଂସାରରେ ବେଶୀ ଦେଖାଯାଉଛି। ତ କାହିଁକି ଦେଖାଯାଉଛି ନା, ବର୍ତ୍ତମାନ କଳି ଯୁଗ। ନା କଳି ଯୁଗରେ ଯେଉଁମାନେ ଅନୀତି କରିବେ, ଅନ୍ୟାୟ କରିବେ, ଭ୍ରଷ୍ଟାଚାର କରିବେ, ଯେଉଁଠି କାମ, କ୍ରୋଧ, ଲୋଭ, ମୋହ, ଈର୍ଷା, ଦୋଷ ରହିବ, ସେଇଠି ଦେଖିବେ କଳିର ସ୍ଥାନଟି ନିଶ୍ଚିତ ହୋଇଥାଏ ବା ସେଠି କଳି ଠାକୁର ବାସ କରିଥାନ୍ତି। ଆଉ ଯେଉଁ ଜାଗାରେ ସତ୍ସଙ୍ଗ ପ୍ରବଚନ ହୁଏ, ଭଗବାନଙ୍କର ନାମ କୀର୍ତ୍ତନ ହୁଏ, ସେ ଜାଗାରେ କେବେ କୌଣସି ବି ସ୍ଥଳରେ ବା କୌଣସି ବି କ୍ଷେତ୍ରରେ କଳି ଠାକୁର ପ୍ରବେଶ କରିପାରନ୍ତି ନାହିଁ। ତେବେ ଯେହେତୁ ଏ ବର୍ତ୍ତମାନର ସମୟଟା ହେଉଛି ଦୁଃଖ ବା କଷ୍ଟକର ସମୟ କେଉଁମାନଙ୍କ ପାଇଁ? ଯେଉଁମାନେ ଧର୍ମ ପଥରେ ଯାଉଛନ୍ତି। ଆଉ ଯେଉଁମାନେ ଅଧର୍ମ ପଥରେ ଯାଉଛନ୍ତି, ତାଙ୍କ ତ କହିବାର କୌଣସି ଆବଶ୍ୟକ ନାହିଁ। ତାଙ୍କ ପାଖରେ କୌଣସି ରାକ୍ଷସଗତ ଗୁଣ ବା ସମ୍ପତ୍ତିର ଅଭାବ ନାହିଁ। ତେବେ ଧରି ନିଅନ୍ତୁ, ଗୋଟେ କଥା ହେଉଛି କ'ଣ ନା, ଯଦି ଆପଣ କେବେ ଶକ୍ତି ହାନି ହେଉଛି ବୋଲି ଯଦି ଆପଣ କେବେ ଅନୁଭବ କରୁଛନ୍ତି ବା ଆପଣଙ୍କ ଦେହରେ ବା ପରିବାରରେ କୌଣସି ଶକ୍ତିହୀନତାର ଅନୁଭବ ହେବାକୁ ଆପଣ ଜାଣିପାରୁଛନ୍ତି ନିଜ ଭିତରେ କି ନିଜ ପରିବାର ଭିତରେ, ତାହେଲେ କ'ଣ କରିବେ ନା, ଆପଣ ଦୈନନ୍ଦିନ ସକାଳ ସନ୍ଧ୍ୟା ହନୁମାନ ଚାଳିଶାକୁ ପାଠ କରନ୍ତୁ। ଯଦି ଆପଣ ଦୈନନ୍ଦିନ ହନୁମାନ ଚାଳିଶାକୁ ପାଠ କରୁଛନ୍ତି, ତାହେଲେ ଦେଖିବେ ଯେଉଁ ଶକ୍ତିହାନି ପରୀକ୍ଷା ଆପଣଙ୍କୁ ଅନୁଭବ ହେଉଛି, ସେ ଶକ୍ତିହୀନତା ଦୂର ହୋଇ ବଳ ବା ଶକ୍ତିରେ ପରିପ୍ରକାଶ ପାଇବ। ଯଦି ସବୁବେଳେ ଆପଣଙ୍କର ମନ ଅଶାନ୍ତ ରହୁଛି କୌଣସି କାରଣବଶତଃ, ଯଦି ଆପଣଙ୍କର ମନ ଅଶାନ୍ତି ଭିତରେ ରହୁଛି ବା ଅଶାନ୍ତି ଭିତରେ ଆପଣ ଗତି କରୁଛନ୍ତି, ତାହେଲେ ତେବେ ଆପଣ କ'ଣ କରିବେ ନା, ଶିବ ଅଷ୍ଟକମ୍ ପାଠ କରନ୍ତୁ। ଯଦି ଶିବ ଅଷ୍ଟକମ୍ ଆପଣ ପାଠ କରୁଛନ୍ତି, ତାହେଲେ ମନ ଭିତରେ ଯେଉଁ ଅଶାନ୍ତି ରହୁଛି, ସେ ଅଶାନ୍ତିଟି ଦୂରେଇ ଯିବ। ଜୟ ଶ୍ରୀରାମ। ଯଦି ଆପଣ ସମାଜରେ କୌଣସି ପ୍ରକାର ପ୍ରତିଷ୍ଠା ପାଇପାରୁନାହାନ୍ତି ବା ଆପଣଙ୍କୁ ପ୍ରତିଷ୍ଠା ମିଳୁନାହିଁ, ତାହେଲେ ଆପଣ କ'ଣ କରିବେ ନା, ସୂର୍ଯ୍ୟଙ୍କର ଗୋଟେ ସ୍ତୋତ୍ର ଅଛି ନା, କ'ଣ ଆଦିତ୍ୟ ହୃଦୟ ସ୍ତୋତ୍ରକୁ ପାଠ କରନ୍ତୁ। ଯଦି ସୂର୍ଯ୍ୟ ଭଗବାନଙ୍କର ସେ ଆଦିତ୍ୟ ହୃଦୟ ସ୍ତୋତ୍ରକୁ ପାଠ କରୁଛନ୍ତି, ତାହେଲେ କ'ଣ ହେବ ନା, ସମାଜରେ ନିଶ୍ଚିତ କିଛି ନା କିଛି ପ୍ରତିଷ୍ଠା ଆପଣଙ୍କୁ ମିଳିପାରିବ। ଯଦି ଗୋଟେ ଗୋଟେ ଘରେ ଦେଖିବେ, ଗୋଟେ ଗୋଟେ ପରିବାରରେ ସବୁବେଳେ ପାରିବାରିକ ଅଶାନ୍ତି ଲାଗି ରହୁଛି ନା, ଯେଉଁ ପରିବାରରେ ସବୁବେଳେ ପାରିବାରିକ ଅଶାନ୍ତି ଲାଗି ରୁହେ, ସେଠି କ'ଣ କରିବେ ନା, ଗଣେଶ ଠାକୁରଙ୍କର ଗୋଟିଏ ମନ୍ତ୍ର ବା ସ୍ତୋତ୍ର ରହିଛି ନା, ଗଣେଶ ଅଥର୍ବ ଶୀର୍ଷ ପାଠ କରନ୍ତୁ। ତାହେଲେ ଦେଖିବେ ସେ ପରିବାରରେ ଅଶାନ୍ତି ଆପେ ଆପେ ଧୀରେ ଧୀରେ ଦୂରେଇ ଯିବ। ଯେମିତି ସୂର୍ଯ୍ୟ ଉଦୟ ହେଲେ ଅନ୍ଧକାର ଦୂରେଇ ଯାଏ ଏବଂ ଆଲୋକ ଦେଖାଯାଏ, ଠିକ୍ ସେହିପରିକା ଆପଣଙ୍କ ପରିବାର ବି ଆଲୋକିତ ହୋଇପାରିବ। ଯଦି ଆପଣଙ୍କର ସନ୍ତାନ ସମସ୍ୟା ଦେଖାଯାଉଛି ବା ସନ୍ତାନ ମିଳିପାରୁନାହିଁ କୌଣସି କାରଣବଶତଃ, ତେବେ କ'ଣ କରିବେ ନା, ଗୋପାଳ ସହସ୍ରନାମ ସ୍ତୋତ୍ରକୁ ପାଠ କରନ୍ତୁ। ଯଦି ଗୋପାଳ ସହସ୍ରନାମ ସ୍ତୋତ୍ରକୁ ଆପଣ ପାଠ କରୁଛନ୍ତି, ତାହେଲେ ସନ୍ତାନଗତ ସମସ୍ୟାରୁ ଆପଣ ମୁକ୍ତି ପାଇପାରିବେ। ଜୟ ଜଗନ୍ନାଥ। ଜୟ ଶ୍ରୀକୃଷ୍ଣ।
ଯଦି ଆପଣଙ୍କର କୋର୍ଟ କଚେରୀ ସମ୍ବନ୍ଧୀୟ କୌଣସି ସମସ୍ୟା ରହିଛି, ଆପଣ ନ୍ୟାୟରେ ଅଛନ୍ତି କିନ୍ତୁ ଆପଣ ନ୍ୟାୟରେ ଥିଲା ପରେ ବି ଆପଣଙ୍କୁ କୋର୍ଟ କଚେରୀରେ ବିଭିନ୍ନ ପ୍ରକାର ସମସ୍ୟା ଦେଖାଯାଉଛି ବା ଆପଣ ସମସ୍ୟାରେ ପଡ଼ି ରହିଛନ୍ତି, ସେଥିରୁ ଆପଣ ଉଦ୍ଧାର ପାଇପାରୁନାହାନ୍ତି, ତାହେଲେ କ'ଣ କରିବେ? ଶ୍ରୀରାମଚରିତ ମାନସଗତ ବା ବାଲ୍ମୀକି ରାମାୟଣଗତ କ'ଣ କରିବେ ନା ସୁନ୍ଦରା କାଣ୍ଡକୁ ପାଠ କରିବେ। ଯଦି ଆପଣ ବିଧିବୁଦ୍ଧ ପୂର୍ବକ ଶୁଦ୍ଧପୂତ ବ୍ରାହ୍ମଣଙ୍କୁ ଆଣି ବା ସିଦ୍ଧ ସାଧକଙ୍କୁ ଆଣି ଆପଣ ସୁନ୍ଦରା କାଣ୍ଡ ପାଠ ଘରେ କରାଉଛନ୍ତି, ତାହେଲେ କ'ଣ ହେବ ନା କୋର୍ଟ କଚେରୀଗତ ଯେତେ ପ୍ରକାର ସବୁ ସମସ୍ୟା ରହିଛି ତାହା ଅଚିରେ ଦୂର ହୋଇଯିବ। ଆପଣ ବହୁତ ପଇସା ଆୟ କରୁଛନ୍ତି କିନ୍ତୁ ଆପଣଙ୍କ ଘରେ ପଇସା ଆଦୌ ରହୁନାହିଁ, ଆପଣ ଯେତେ ଆୟ କଲେ ବି ଆପଣଙ୍କୁ ଦାରିଦ୍ରତା ଛାଡ଼ୁନାହିଁ, ଅର୍ଥାତ୍ ଧନ ସମ୍ବନ୍ଧୀୟ ମାନେ ବିଭିନ୍ନ ପ୍ରକାର ସମସ୍ୟା ଆପଣଙ୍କୁ ଲାଗି ରହୁଛି, ତାହେଲେ ୟାର ବି ଗୋଟେ ସୁନ୍ଦର ଉପାୟ ରହିଛି। ନା ସେ ସୁନ୍ଦର ଉପାୟଟି କ'ଣ ନା କନକ ଧରା ସ୍ତୋତ୍ରକୁ ଆପଣ ପାଠ କରନ୍ତୁ। ଯଦି ଆପଣ କନକ ଧରା ସ୍ତୋତ୍ରକୁ ପାଠ କରୁଛନ୍ତି ତାହେଲେ ଧନ ସମ୍ବନ୍ଧୀୟ ସମସ୍ୟାରୁ ଆପଣ ଦୂରେଇକି ରହିବେ। ଏତଦ୍ ବ୍ୟତୀତ ମାନେ ଆପଣ ଗୋଟେ ଆଗକୁ କିଛି ଗୋଟେ କାମ କରିବା ପାଇଁ ଚାହୁଁଛନ୍ତି କିନ୍ତୁ କାମରେ ଆପଣ ନିର୍ଣ୍ଣୟ ନେଇ ପାରୁନାହାନ୍ତି ଯେ ମୁଁ ସେ କାମଟା କରିବା ଉଚିତ କି ଉଚିତ ନୁହେଁ, ମୁଁ କଲେ ଭଲ ହେବ କିମ୍ବା ଭଲ ହେବ ନାହିଁ, ଆପଣ ଦ୍ୱନ୍ଦ୍ୱରେ ବାରବାର ପଡ଼ୁଛନ୍ତି, ନିଜେ ନିଜକୁ ଦ୍ୱନ୍ଦ୍ୱରେ ପଡ଼ୁଛନ୍ତି, ଅନ୍ୟମାନଙ୍କୁ ବି ପଚାରୁଛନ୍ତି କିନ୍ତୁ ଅନ୍ୟମାନଙ୍କୁ ପଚାରିଲେ ପାଇଁ ଆପଣଙ୍କ ଦ୍ୱନ୍ଦ୍ୱରୁ ଆପଣ ମୁକ୍ତି ପାଇପାରୁନାହାନ୍ତି। ତାହେଲେ ସେଇଠି ଗୋଟେ ବହୁତ ସୁନ୍ଦର ଜିନିଷ ରହିଛି। ନା ସେ ସୁନ୍ଦର ଜିନିଷଟା ହେଉଛି କ'ଣ ନା ବିଷ୍ଣୁ ସହସ୍ର ନାମକୁ ପାଠ କରନ୍ତୁ ଅବା କରାନ୍ତୁ, ତାହେଲେ ଦେଖିବେ ଆପଣ ଆଗକୁ ଯେଉଁ ନିଷ୍ପତ୍ତି ନେଉଛନ୍ତି ବା ନେବାରେ ବିଫଳ ହେଉଛନ୍ତି ସେଥିରୁ ଆପଣ ଉଦ୍ଧାର ପାଇପାରିବେ। ତେଣୁ ଗୋଟେ କଥା ହେଉଛି କ'ଣ, ମନୁଷ୍ୟ ଯେହେତୁ ଗୋଟେ ପାରିବାରିକ ପ୍ରାଣୀ ବା ସାମାଜିକ ପ୍ରାଣୀ, ତେଣୁ ପ୍ରତ୍ୟେକ ମୁହୂର୍ତ୍ତରେ ପ୍ରତ୍ୟେକ କ୍ଷେତ୍ରରେ ମନୁଷ୍ୟକୁ ବିଭିନ୍ନ ପ୍ରକାର ସୁଖ ଦୁଃଖ ଅଭାବ ଅନାଟନ ପରିସ୍ଥିତିର ଦାସ ହେବାକୁ ପଡ଼ିଥାଏ ଏବଂ ଭଗବାନ ମଧ୍ୟ କ'ଣ କରିଛନ୍ତି ନା ଏଇ ମନୁଷ୍ୟକୁ ଉଦ୍ଧାର କରିବା ପାଇଁ ସେ ବିଭିନ୍ନ ପ୍ରକାର ସବୁ ମାର୍ଗକୁ ନିର୍ଣ୍ଣୟ କରିଛନ୍ତି। ଯଦି ଆପଣ ବିଧିପୂର୍ବକ ନୀତି ନିଷ୍ଠାପୂର୍ବକ ଆପଣ ସେ ଉପଦେଶକୁ ପାଳନ କରୁଛନ୍ତି ବା ତାକୁ ଆପଣ କର୍ମରେ ଆଚରଣଯୁକ୍ତ କରୁଛନ୍ତି ବା କରାଉଛନ୍ତି, ତାହେଲେ ଦେଖିବେ ଆପଣଙ୍କ ଜୀବନରେ ସମସ୍ୟା ଯାହା ବି ଆସୁନା କାହିଁକି ସେ ସମସ୍ୟା ଧୀରେ ଧୀରେ ଦୂରେଇ ଯିବ ଏବଂ ଆପଣ ଆପଣଙ୍କ ପରିବାର ସୁଖ ଶାନ୍ତିରେ ରହିପାରିବେ। ତେଣୁ ଆପଣ ଯଦି କିଛି ବି ଅଧିକ କାମ କରିପାରୁନାହାନ୍ତି ତାହେଲେ କିଛି ନହେଲେ ବି ଧୂପଟେ ଦୀପଟେ ଜଳେଇକି ନାଲି କପଡ଼ାରେ ଗୋଟେ ଆସନକୁ ଉପରେ ବସି ଆପଣ ହନୁମାନ ଚାଳିଶାକୁ ଦୈନନ୍ଦିନ ପାଠ କରିପାରିବେ। ଯଦି ଆପଣ ନିଷ୍ଠାପର ଭାବରେ ଠାକୁରଙ୍କ ପାଖରେ ସଂକଳ୍ପ କରି 40 ଦିନ ପର୍ଯ୍ୟନ୍ତ ହନୁମାନଜୀଙ୍କ ପାଖରେ ବିଧିବଦ୍ଧ ଭାବରେ ହନୁମାନ ଚାଳିଶା ପାଠ କରୁଛନ୍ତି, ତାହେଲେ ଆପଣଙ୍କ ଜୀବନରେ ଯାହା ବି ସମସ୍ୟା ଥାଉ ନା କାହିଁକି ସେ ସମସ୍ୟା ଆପେ ଆପେ ଦୂରେଇ ଯିବ। ଯେମିତିକା ରାତି ଘର ଅନ୍ଧକାର ହୋଇଥାଏ, ଚାରିପଟେ ଅନ୍ଧାର ଦିଶୁଥାଏ, କିନ୍ତୁ ଯେତେବେଳେ ସକାଳ ହୁଏ ସୂର୍ଯ୍ୟ ଭଗବାନଙ୍କର ଆଗମନ ମାତ୍ରକେ ସେ ଅନ୍ଧକାର ଦୂରେଇ ଯାଇଥାଏ। ଠିକ୍ ସେହିପରି ଯଦି ଆପଣଙ୍କର ଜୀବନରେ ବା ଆପଣଙ୍କ ପରିବାର ଭିତରେ କୌଣସି ବି ଅଜ୍ଞାନ ଅନ୍ଧକାର ରୂପକ ଦୁଃଖ କଷ୍ଟ ଯନ୍ତ୍ରଣାରେ ଆପଣ ଜର୍ଜରିତ ହେଉଛନ୍ତି, ତାହେଲେ ଆପଣ ହନୁମାନ ଚାଳିଶା ପାଠ କରନ୍ତୁ, ନିଶ୍ଚିନ୍ତ ଆପଣ ସେଥିରୁ ଉଦ୍ଧାର ପାଇବେ। ଜୟ ଶ୍ରୀରାମ, ଜୟ ଜଗନ୍ନାଥ।